ଓଡ଼ିଆ ପ୍ରେନ୍ୟୁଅର ସ୍ମାର୍ଟ ଓଡ଼ିଶା ହାକାଥନ୍ 2.0 ରାଜ୍ୟସ୍ତରୀୟ 2 ଦିନିଆ ସମାରୋହ ଭୁବନେଶ୍ୱର ସ୍ଥିତ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ଉଦ୍ଘାଟିତ ହୋଇଯାଇଛି। ଏହି ହାକାଥନ୍ ରାଜ୍ୟ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ଭୁବନେଶ୍ୱର, ଓସେପା ଓ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ OUTR ମିଳିତ ଆନୁକୂଲ୍ୟରେ ଷ୍ଟାର୍ସ ପ୍ରୋଗ୍ରାମ ଅଧୀନରେ ଆୟୋଜନ କରାଯାଇଛି। ଏଥିରେ ରାଜ୍ୟର 30ଟି ଜିଲ୍ଲାରୁ 128 କୃତି ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ହାକାଥନ୍ରୁ ରାଜ୍ୟସ୍ତରୀୟ ହାକାଥନ୍କୁ ମନୋନୀତ ହୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏମାନଙ୍କୁ 52 ଦିନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରୁଛନ୍ତି। ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରଘୁରାମ ଆୟର ଓଡ଼ିଆ ପ୍ରେନ୍ୟୁଅର ସ୍ମାର୍ଟ ଓଡ଼ିଶା ହାକାଥନ୍ ଉପରେ ଆଲୋକପାତ କରି କହିଥିଲେ ଯେ ଆଜିର ଏହି ରାଜ୍ୟସ୍ତରୀୟ ହାକାଥନ୍ର ଆରମ୍ଭ ପ୍ରକ୍ରିୟା 2023 ନଭେମ୍ବର ଓ ଡିସେମ୍ବରରୁ ଆରମ୍ଭ ହୋଇ ବିଦ୍ୟାଳୟ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆଜି 128ଟି ପ୍ରୋଜେକ୍ଟକୁ ଅନୁମୋଦନ କରାଯାଇଛି। ଶ୍ରୀ ଆୟାର ଏହାକୁ ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ବର୍ଣ୍ଣନା କରି ଏହା ଯୁବ ପ୍ରତିଭା ମାନଙ୍କର ସୃଜନାତ୍ମକ କାର୍ଯ୍ୟ ଦ୍ୱାରା ସମାଜ କଲ୍ୟାଣ ହେବା କଥା କହିଥିଲେ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ ଏହି ସମାରୋହରେ ଯୋଗଦେଇ ଓଡ଼ିଆ ପ୍ରେନ୍ୟୁଅର ସ୍ମାର୍ଟ ଓଡ଼ିଶା ହାକାଥନ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବୃହତ ପ୍ଲାଟଫର୍ମ ଯାହାକି ସାମାଜିକ କଲ୍ୟାଣ ଓ ସମାଜର ରୂପାନ୍ତରୀକରଣ ଦିଗରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ହାକାଥନ୍ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ସୃଜନାତ୍ମକ କାର୍ଯ୍ୟ ଦ୍ୱାରା ନିଜର ଅଭିବୃଦ୍ଧି ସହ ସମାଜ ଓ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିପାରିବେ। ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ଏହି ହାକାଥନ୍ ପ୍ରତିଯୋଗିତାକୁ ସରକାରଙ୍କ ବୃହତ ଚିନ୍ତାଧାରା ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ଯୁବ ଗୋଷ୍ଠୀମାନଙ୍କ ମଧ୍ୟରେ ଏକ ସୃଜନାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହ ସେମାନଙ୍କ ମେଧାଶକ୍ତି ବୃଦ୍ଧି କରି ସମାଜ ବିକାଶ କ୍ଷେତ୍ରରେ ସହାୟକ ହୋଇପାରିବ। କୁଳପତି ପ୍ରଫେସର ବିଶ୍ୱାଳ ସ୍ୱାମୀ ବିବେକାନନ୍ଦ ଓ ଡକ୍ଟର APJ ଅବଦୁଲ କଲାମଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଉଲ୍ଲେଖ କରି ଯୁବଶକ୍ତିର ମହାନତା ବିଷୟରେ କହିଥିଲେ। କୁଳପତି ପ୍ରଫେସର ବିଶ୍ୱାଳ ସ୍ୱାମୀ ବିବେକାନନ୍ଦ ଓ ଡକ୍ଟର APJ ଅବଦୁଲ କଲାମଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଉଲ୍ଲେଖ କରି ଯୁବଶକ୍ତିର ମହାନତା ବିଷୟରେ କହିଥିଲେ। ସେ ସରକାରଙ୍କ ଏହି ପଦକ୍ଷେପକୁ ଏକ ମହାନ ପଦକ୍ଷେପ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ସମାଜ ବିକାଶ କ୍ଷେତ୍ରରେ ଯୁବ ପ୍ରତିଭା ମାନଙ୍କର ଯୋଗଦାନକୁ ତ୍ୱରାନ୍ୱିତ କରିପାରିବ। OUTR ଇନୋଭେଟିଭ ସେଲର ନୋଡାଲ ଅଫିସର ପ୍ରଫେସର ରଞ୍ଜନ ପ୍ରଧାନ ଏହି 2 ଦିନ ଧରି ହେବାକୁ ଥିବା ହାକାଥନ୍ ପ୍ରତିଯୋଗିତା କାର୍ଯ୍ୟ ଉପରେ ଆଲୋକପାତ କରି ଏକ ନୂତନତା ଓ ସୃଜନତା ପରି ପ୍ରକାଶ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ସମସ୍ତ ପଦସ୍ଥ ଅଧିକାରୀ ଏବଂ କର୍ମଚାରୀ, ବିଶ୍ୱବିଦ୍ୟାଳୟର କାର୍ଯ୍ୟକର୍ତ୍ତା ତଥା ସମସ୍ତ ପ୍ରତିଯୋଗୀମାନେ ଯୋଗ ଦେଇଥିଲେ। ଶେଷରେ ବିଶ୍ୱବିଦ୍ୟାଳୟ କୁଳ ସଚିବ ରେଣୁପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।